ଯେଉଁମାନେ ତୁମର ମୂଲ୍ୟ ବୁଝିପାରନ୍ତି ନାହିଁ ସେମାନଙ୍କ ସାମ୍ନାରେ କେବେ ଜବରଦସ୍ତି ନିଜର ପ୍ରେମ ଦେଖାଇବେ ନାହିଁ। ସେହିମାନଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଛି ଯେଉଁମାନେ ମୋ ସାଥିରେ ରହିକି ବି ମୋ ସାଥୀ ନାହାନ୍ତି। ପ୍ରକୃତ ପ୍ରେମ କେବେ ଭୁଲି ହୁଏ ନାହିଁ, ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଯାଏ। ଦୂରତାର କିଛି ମାନେ ନାହିଁ ଯଦି ଜାଗା ହୃଦୟରେ ଅଛି। ସମୟ ସୁଅରେ ସବୁ କିଛି ଭାସିଯାଏ, ହେଲେ ସ୍ମୃତି ହୋଇ ରହିଯାଏ ଗତକାଲିର ଅତୀତ, ଆଉ ଆଶା ହୋଇ ରହେ ଆସନ୍ତାକାଲିର ଭବିଷ୍ୟତ। ହୃଦୟ ତାକୁ ଖୁବ୍ ଶୀଘ୍ର ଆପଣେଇ ନିଏ ଯାହାଠାରୁ ସେ ଅଧିକ ଭଲ ପାଇବା ପାଇଯାଏ। ଯଦି କେହି ତୁମକୁ ମିଛ ପ୍ରେମ କରୁଥିବ ତେବେ ତା ପାଖରେ ଏହି 4ଟି ଗୁଣ ନିଶ୍ଚୟ ଥିବ। ତା ପାଖରେ ତୁମକୁ ନେଇ କିଛି ଫ୍ୟୁଚର ପ୍ଲାନିଂ ନଥିବ। ନା ସେ ତୁମକୁ ମ୍ୟାରେଜ୍ କରିବା କଥା କହିବ, ନା ସେ ତୁମ ସହ କେମିତି ଟାଇମ୍ ସ୍ପେଣ୍ଡ କରିବ ଫ୍ୟୁଚରରେ ସେ କଥା କହିବ। ଆଉ ଯେବେ ମ୍ୟାରେଜ୍ କରିବା କଥା ତୁମେ କହିବ ତ ସେ କଥା ବୁଲେଇ ଦେବ। ତୁମ ଦୁହିଁଙ୍କ ଭିତରେ କୌଣସି ବି କଥାକୁ ନେଇ ଅଣ୍ଡରଷ୍ଟାଣ୍ଡିଂ ନଥିବ। ମାନେ ଯେବେ ବି ତୁମେ କଥା ହେବ ତୁମେ କେହି କାହା କଥା ବୁଝିପାରିବ ନାହିଁ। ଦେଖିବ ଏମିତି ପ୍ରେମ ସବୁବେଳେ କଣ୍ଡିସନାଲ ଲଭ୍ ହୋଇଥାଏ। ମାନେ ଗୋଟିଏ କଣ୍ଡିସନ ଉପରେ ଡିପେଣ୍ଡ କରେ, ଯାହାକି ତୁମକୁ ଏମିତି କରିବାକୁ ହିଁ ପଡ଼ିବ ତା ପାଇଁ। ଆଉ ଯଦି ନ କରୁଛ ତେବେ ସମ୍ପର୍କ ସରିଯିବ। ସେ ସବୁବେଳେ ତୁମକୁ ବଦଳାଇବାକୁ ଚାହିଁବ, ଆଉ ସେ ତୁମକୁ ତା କଣ୍ଟ୍ରୋଲରେ ରଖିବାକୁ ଚାହିଁବ। ଯଦି ହୃଦୟ ଗୋଟିଏ ଅଛି ପ୍ରେମ ବାରମ୍ବାର କାହିଁକି ହୁଏ? ଗୋଟିଏ ପ୍ରେମ ହିଁ ଯଥେଷ୍ଟ ହୋଇଥାଏ ଯଦି ହୃଦୟରୁ ହୋଇଥାଏ। ମନେ ରଖନ୍ତୁ, ଆମେ ଯାହାକୁ ହୃଦୟରୁ ଚାହୁଁ ସେହି ଜଣଙ୍କ ପାଖରେ ଆମକୁ କନ୍ଦେଇବାର ଅଧିକ ତାକତ ଥାଏ। ପ୍ରେମ ଗୋଟିଏ ସୁନ୍ଦର ଅପରାଧ ଯେଉଁଥିରେ ସବୁ ମଣିଷକୁ ଖୁସି ମିଳିଥାଏ, କିନ୍ତୁ ପ୍ରେମରେ ଅପେକ୍ଷା କରିବା ଏମିତି ଏକ ସଜା କେବଳ ତାକୁ ମିଳିଥାଏ ଯିଏ ପ୍ରକୃତରେ ପ୍ରେମ କରୁଥାଏ। କିଏ କହୁଛି ପ୍ରେମ ବର୍ବାଦ କରିଦିଏ? ଯଦି ତୁଲେଇବା ବାଲା ମିଳିଯାଏ ଦୁନିଆ ତାକୁ ମନେ ରଖିଥାଏ। ସବୁବେଳେ ଖୁସିରେ ରୁହନ୍ତୁ, କେବେ ନିଜ ପାଇଁ ତ କେବେ ନିଜ ଲୋକଙ୍କ ପାଇଁ। କଥା କଥାରେ ସନ୍ଦେହ କରିବ, ଏମିତିକି କିଛି କଥା ମନରୁ ଫାନ୍ଦିକି କହିବ, ଆଉ ମିଛରେ ସନ୍ଦେହ କରି ଆପଣଙ୍କୁ ଛାଡ଼ିଦେବାର ଧମକ ଦେବ। ବୁଝିଯାଆନ୍ତୁ, ଏହା ପ୍ରେମ ନୁହେଁ, ଏହା ତୁମକୁ ବ୍ୟବହାର କରିସାରି ଚୁଇଙ୍ଗମ୍ ଭଳି ବାହାରେ ଫୋପାଡ଼ି ଦେବାର ଗୋଟିଏ ଯୋଜନା ମାତ୍ର। ନିଜର ସବୁ ସମୟ ନିଜକୁ ଅଧିକ ଯୋଗ୍ୟ ଆଉ ସକ୍ଷମ ହେବା ପାଇଁ ଲଗାଇ ଦିଅ, କାହିଁକି ନା ଏବେ ସମ୍ପର୍କ ମଣିଷ ସହିତ ନୁହେଁ ପଇସା ସହିତ ହେବାକୁ ଲାଗୁଛି। ଭୁଲ ହେଲା ପରେ ସାଥ ଛାଡ଼ିଦେବା ଲୋକ ଅନେକ ମିଳିଯିବେ, ଭୁଲ ହେଲା ପରେ ବୁଝେଇକି ସାଥ ଦେବା ଲୋକ ବହୁତ କମ୍ ମିଳିବେ। ଯାହାକୁ ଆମ ହୃଦୟ ପସନ୍ଦ କରିଥାଏ ତାକୁ ଆମେ ଯେତେ ଦେଖିଲେ ବି ଆହୁରି ଦେଖିବାକୁ ମନ ହୋଇଥାଏ। କାହାକୁ ଭଲ ପାଇଯିବା ପ୍ରେମ ନୁହେଁ, ତାଙ୍କୁ ସବୁଦିନ ହୃଦୟରେ ସାଇତି ରଖିବା ହେଉଛି ପ୍ରକୃତ ପ୍ରେମ। ଭଲ ସମ୍ପର୍କ କେବଳ ଭଲ ପାଇବା ହିଁ ନଥାଏ। ଯଦି କେହି ବିପଦ ସମୟରେ ସାହାଯ୍ୟ କରୁଛି ତାଠାରୁ ଆଉ ଭଲ ସମ୍ପର୍କ କ'ଣ ବା ହେଇପାରେ? ଜୀବନରେ ସମସ୍ତଙ୍କୁ ହସାନ୍ତୁ, ହେଲେ କେବେ କାହା ଉପରେ ହସନ୍ତୁ ନାହିଁ। ସମସ୍ତଙ୍କ ମଙ୍ଗଳ ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ହେଲେ ଜୀବନରେ କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। ମୁଁ ତାକୁ ବହୁତ ଭଲ ପାଉଛି, ମୁଁ ତାକୁ ବହୁତ ମନେ ପକାଉଛି, ହେଲେ ସେ ତ ମୋତେ ସେତିକି ଭଲ ପାଉନି, ସେ ତ ସେତିକି ମନେ ପକାଉନି। ବାସ୍ ଏହି କଥା ଭାବି ଜଣେ ଜଣକୁ ହରେଇ ଦିଅନ୍ତି। ଏ ଦୁନିଆରେ କେହି ବି ନିଜର ହୋଇନଥାନ୍ତି। ଏଠି ସମସ୍ତେ ଟାଇମ୍ ପାସ୍ କରିବା ପାଇଁ ଆମକୁ ନିଜର କରିଥାନ୍ତି। ମୁଁ ଅପେକ୍ଷା କରିଛି ଜୀବନର ଶେଷ ମୁହୂର୍ତ୍ତକୁ। ଶୁଣିଛି ଶେଷରେ ସବୁ କିଛି ଠିକ୍ ହୋଇଯାଏ। ହୃଦୟର ଦୁଆରକୁ ସାବଧାନରେ ଜଗିଥାଉ। ଯେ ଭଲ ତାକୁ ହୃଦୟରେ ଜାଗା ଦିଅ, ଆଉ ଯେ ଖରାପ ତାକୁ ବାହାରକୁ ଯିବାକୁ ଦିଅ। ଯେଉଁ କଷ୍ଟ ତୁମେ ନିଜେ ସହିପାରିବ ନାହିଁ ସେହି କଷ୍ଟ କେବେ କାହାରିକୁ ଦିଅ ନାହିଁ। ସତ କୁହନ୍ତି ଲୋକ, ମଣିଷ ସମସ୍ତଙ୍କୁ ଜିତିଯାଏ,
ହେଲେ ନିଜ ଲୋକଙ୍କ ପାଖରେ ହାରିଯାଏ। ହସ ପଛର ଦୁଃଖ ଆଉ ରାଗ ପଛରେ ଥିବା ଭଲ ପାଇବା ଆଉ ଉଦାସ ହେବାର କାରଣ କିଛି ଲୋକ ହିଁ ବୁଝିପାରନ୍ତି। ଯେଉଁଠି ବିଶ୍ୱାସ ଓ ଭଲ ପାଇବା ରହିଥାଏ, ଜଣେ ଯେତେ ଦୂରରେ ରହିଲେ ମଧ୍ୟ ସବୁବେଳେ ସେ ପାଖରେ ସାଥିରେ ଥିଲା ଭଳି ମନେ ହୁଏ। ଯିଏ ଥରେ ଧୋକା ଦେଇପାରେ ସେ ବାରମ୍ବାର ଧୋକା ଦେଇପାରେ। ପ୍ରାୟତଃ ତାଙ୍କର ହୃଦୟ ଭାଙ୍ଗିଥାଏ ଯାହାର ହୃଦୟରେ ନିଜ ପାଇଁ କମ୍, ଅନ୍ୟ ପାଇଁ ଅଧିକ ଚିନ୍ତା ଥାଏ। ଯେବେ କିଏ ବାହାର ଲୋକଙ୍କ ଠାରୁ ଧୋକା ଖାଇଥାଏ, ତେବେ ସେ ତାଙ୍କ ସହିତ ଲଢ଼ିଥାଏ। ଆଉ ଯେବେ ନିଜ ଲୋକଙ୍କ ଠାରୁ କିଏ ଧୋକା ଖାଇଥାଏ, ସେ ଚୁପ୍ ହିଁ ହୋଇଯାଇଥାଏ। ସମ୍ପର୍କ ହୃଦୟରୁ ହୋଇଥାଏ, ଅଧିକ କଥାରେ ନୁହେଁ। କାରଣ କିଛି ସମ୍ପର୍କ ଅଧିକ କଥାରେ ଭାଙ୍ଗିଯାଏ, ଆଉ କିଛି ସମ୍ପର୍କ କିଛି ନ କହି ମଧ୍ୟ ଅତି ନିଜର ହୋଇଯାଏ।